ମୁଁ କହିଥିଲି ଯଦି ସେମାନେ ମୋ ଜରିଆରେ ଭେଟିବା ପାଇଁ ଚାହାନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟେଇଦେବି। ସେମାନେ ସିଧାସଳଖ ଭେଟିବା ଲାଗି ଚାହିଁଛନ୍ତି, ସ୍ୱାଗତ, କିଛି ଅସୁବିଧା ନାହିଁ। ଆମେ ନିଶ୍ଚିତ ଭାବରେ ଦାବି କରିବୁ ସିବିଆଇ ତଦନ୍ତ କରିବା ପାଇଁ। ସେମାନେ ଲେଖିକି ଦେଲେ କ୍ରାଇମ ବ୍ରାଞ୍ଚ କେଉଁ ବିଷୟରେ ତଦନ୍ତ କରୁଛି ଆମେ ତାର ବିଷୟରେ ଜାଣିନାହିଁ, କିନ୍ତୁ ଯଦି ସେମାନେ ଲେଖିକି ଦିଅନ୍ତି ତାହେଲେ ଆମେ ସିବିଆଇ ତଦନ୍ତ ପାଇଁ ଚେଷ୍ଟା କରୁ। ଆଜ୍ଞା ଏତେ ଦିନ ହେଇଗଲାଣି, 2 ବର୍ଷ ହେଇଗଲାଣି, 2 ବର୍ଷ ହେଇଗଲାଣି। କେଉଁ କାଗଜ କୁଆଡ଼େ ଯାଇଥିବ ତାଙ୍କର ସରକାର ସମୟରେ ସେଟା ତ କହିହେବନି ନା। ତଦନ୍ତ ହଉ, ତଦନ୍ତ ହେଲେ ବହୁତ କଥା ବାହାରିବ। ଖାଲି ଦେଖାଯାଉ କ୍ରାଇମବ୍ରାଞ୍ଚ କ'ଣ କରିପାରିବ କ'ଣ ନାହିଁ। ସେ ସମୟରେ ସରକାର ଅଲଗା ଥିଲା, ଏବେ ସରକାର ଅଲଗା ଅଛି। କ'ଣ କରିପାରିବ ମୁଁ କହିପାରିବି ନାହିଁ। ତଦନ୍ତ କିନ୍ତୁ ମୁଁ ତ ସିବିଆଇ ତଦନ୍ତ ଦାବି କରିଥିଲି, ଆଉ ଆଜି ବି ସିବିଆଇ ତଦନ୍ତରେ ଅଟଳ ଅଛି। ଦାବି କଲେ ମୁଁ ପୁଣି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବି, ସିବିଆଇ ତଦନ୍ତ କରାଯାଉ ବୋଲିକରି। ଆପଣ ସାର୍ ପୂର୍ବରୁ କହିଥିଲେ କିଛି ଅଫିସର ଏବଂ ନେତା ଏଥିରେ? ହଁ ତ କହିଥିଲି, ତ ମୁଁ ମନା କରୁଛି କି? ଏବେ ମୁଁ କହିଥିଲି, ସେମାନଙ୍କର ନାଁ ବିଧାନସଭାରେ ଧରିଥିଲି, ଅତି ସ୍ପଷ୍ଟ ଭାବରେ କହିଥିଲି। ଦେଖନ୍ତୁ କ'ଣ ବାହାରିବ କ'ଣ ନାହିଁ। ମୁଁ ତ ସିବିଆଇର ଡିମାଣ୍ଡରେ ଥିଲି ନା। ମୋର ଷ୍ଟାଣ୍ଡରେ ମୁଁ ଅପରିବର୍ତ୍ତିତ ଅଛି ସିବିଆଇ ତଦନ୍ତ। ଠିକ୍ ଅଛି।